ମରି ଯାଉଛି, କାନ୍ଧେଇକି ନେଇକି ଯାଉଛି ରାଜା ଦଶରଥ। କହିଲା ହେ ଋଷି, ମୁଁ ଜାଣି ଜାଣି ଆପଣଙ୍କ ପୁଅକୁ ମାରି ଦେଇନି। ନା ଠିକ ଅଛି, ମୁଁ ଅଭିଶାପ ଦଉଛି ରାଜା। ଆମେ ତ ଅନ୍ଧ ଆଉ ଅନ୍ଧୁଣୀ, ପୁଅ ବ୍ୟତୀତ ତ ବଞ୍ଚି ପାରିବୁନି। ଗୋଟିଏ କାମ କର ରାଜା, ଶୁଖିଲା ପତ୍ର ଗଣ୍ଡି ଏକାଠି କରିକି ନିଆଁ ଲଗେଇଦେ, ତା ଭିତରେ ଅଣ୍ଡାଳି ଅଣ୍ଡାଳି ଆମେ ପଶିଯିବୁ, ଆମେ ତ ମରିଯିବୁ ରାଜା, କିନ୍ତୁ ଅଭିଶାପ ଦେଇକି ଯାଉଛୁ। ମୋ ପୁଅ ଯୋଗୁ ଯେମିତି ଆମ ସ୍ୱାମୀ ସ୍ତ୍ରୀଙ୍କର ମରଣ ହେଲା, ରାଜା ତୁ ବଞ୍ଚିଥିଲା ବେଳେ ଏ ତୁ କୁମାର ତୋର ଦେହେ ନ ଦେବେରେ ନିଆ, ପାଣି ଟୋପେ ଦେବେ ନାହିଁ ଲାଗିବ ଛାନିଆ। ଏ ରାଜା ଅଭିଶାପ ଦେଇକି ମରୁଛି, ତୁ ମଲା ବେଳେ ତୋ ପୁଅ ତୋ ପାଖରେ ନଥିବ ରେ ଦଶରଥ, ତତେ ପାଣି ଟୋପାଇ ଦେବେନି। 3 ନମ୍ବର ପାହାଚରେ ଆଉ ଗୋଟେ ମା ପଚାରିଲା, କଣ କହିଲା? କହିଲା ତୁହି ଯେବେ ପରମ ବ୍ରହ୍ମ ସର୍ବରୁଦେ ସନାତନ, ସୃଷ୍ଟି ଉତ୍ପତ୍ତି ପ୍ରଳୟ ତୋର କାମନା, କଥାରୁ ଅଛି ମୁଁ ତୋତେ କହିକି ପାରିବୁ ମୋତେ, ବିଚାର ତ ଯିବା ବାସନା, ଲକ୍ଷ୍ମଣର ଶକ୍ତି ହାତରେ ଅସ୍ତ ଯାହି ଦିଲେ ଗାରେ ରଖନ୍ତା ଗାରେ, ଲକ୍ଷ୍ମଣର ଶକ୍ତି ଘାତରେ 3 ନମ୍ବର ପାହାଚରେ ଗୋଟେ ମା ଏମିତି ବସି ପଇଲା, କହିଲା ଉତ୍ତର ଦେ ରାମ, ତୁ ଏଡେ ବେଈମାନ, ତୁ ଯେତେବେଳେ ବନକୁ ଗଲୁ ମୁଁ ମୋ ପୁଅ ଲକ୍ଷ୍ମଣକୁ ତୁ ସାଙ୍ଗରେ ପଠେଇଛି, ଯା ଭାଇ ଭାଉଜଙ୍କର ସେବା କରିବୁ, ମୋ ପୁଅ ତୋର ସେବା କଲା, କିନ୍ତୁ ରାବଣ ଯୋଉଦିନ ଶକ୍ତି ଭେଦ କଲା ମୋ ପୁଅ କରୁନଥିଲା, ତୋତେ କରୁଥିଲା। ମୋ ପୁଅ ଡେଇଁକି ଆସିକି ଆଗରେ ଠିଆ ହେଇକି ଛାତି ଦେଖି, ମୋ ପୁଅକୁ ମୁଁ କଣ କହିଥିଲି? କବି ସମ୍ରାଟ ଭଞ୍ଜ ବୋଇଲେ ସୁମିତ୍ରେ ପୁତ୍ରେ ସେ ବିଧିବୁ ଶ୍ରୀରାମ ମାନସ ଘେନି, ମୁଁ ଆଦେଶ ଦେଇଥିଲି ମୋ ପୁଅକୁ, ମୋ ହୃଦୟରେ ଥିଲା ମୋ ପୁଅ ତୋର ସେବା କରିବ, ମୁଁ ତ ଅନ୍ୟ କାହାକୁ କହିନି। ଆଚ୍ଛା, ଇଏ ଗାଁକୁ ଆସିଲା ବେଳେ ମୁଁ ସନ୍ଧ୍ୟା ବେଳେ ବସିଛି, ଆପଣ ମାନେ ବି ଦେଖିଥିବେ 3-4ଟା କାର ଆସିଲା, ଜଣକ ପରେ ଜଣେ ଜଣକ ପରେ ଜଣେ
ଆଜ୍ଞା ଆପଣ ବାଦପାଲା ଗାଇବାକୁ ଯିବେ ଆଡଭାନ୍ସ ନିଅନ୍ତୁ ଆଉ ଶିଶିର ପାଢିକି ସାଙ୍ଗରେ ଆଣନ୍ତୁ। ମୁଁ କହିଲି କଣ ସେ ମୋ ମାଉସୀ ପୁଅ ଭାଇ ତା ମନ ଯଦି ନହବ ମୁଁ କଣ କରିବି। ଆଚ୍ଛା ସେମାନେ ଆସିଲେ ମତେ ବହିନା ଦେଇକି ଗଲେ ପାଢି ଜମା ରାଜି ହେଲାନି କହିଲା ମୁଁ ଡେଟ୍ ନ ଦେଖିଲେ କହିପାରିବେନି ନିରାଶ ହେଇକି ଗଲେ। ଆଚ୍ଛା ପାଢିର କଣ ଭୁଲ ଅଛି? ମୋ ପୁଅ ଲକ୍ଷ୍ମଣ ତୋ ସେବା କରିବାକୁ ଗଲା ରାବଣ ଯେତେବେଳେ ଶକ୍ତିଭେଦ ମାଇଲା ଅରେ ମୂର୍ଖ ତୁ ପରା ଭଗବାନ ଆରେ ତୁ ପାଦ ଧୋଇ ପଡିଲେ ପରା ପଥର ଝିଅ ପିଲା ହେଇଯାଇଛି। ମୁଁ କହୁନି ଭଞ୍ଜ କହିଲା ବାଦେ ସେ ବନରେ ପଡି ପଥର ପଡିଥିଲା ପାଦ ଧୂଳି ପକେଇ ଦେଇକି ଧୂଳି ପଡିକି ଝିଅ ପିଲା ହେଇଗଲା। ଆଚ୍ଛା ମୋ ପୁଅ ଲକ୍ଷ୍ମଣ ଯେତେବେଳେ ଶକ୍ତିଭେଦ ହେଲେ ପାଦ ଧୂଳି ପକେଇ ଦେଲି ମୋ ପୁଅ ଲକ୍ଷ୍ମଣ ଟା କଣ ଗଲେନି ଭଲ ହେଇଯାଇଥାନ୍ତା। अरे बेईमान केड़े बड़ बेईमान कर्म कलु तू तो मो पुओ धे टिके पाद पकी देते तू पाद धुली दे मो पोलक पोल बंची किंतु तू कोन करलु मो पुओ पाखरे बसिकी खांदी बुलंती बचन ये कौशल्यानंदन सुनो आरे सौमित्री रे बोला क्यों जन्म रे की पाप दिली क्यों जन्म रे की पाप दिली घोड़ीला ये पति रे आरे भाई प्राण सखा छाड़ी चाली गोलू कांदी ना नहीं कह आउ कांदी कौन कहलु ना घर को गले मो ये माता पचारे ये लक्ष्मण के गो लोके पचारे की बोली बोली भी लोके
ପଚାରିଲେ ମା ଶୁଣୁତେ କହିଲା ମୋ ପୁଅ କାହିଁକି ଏମିତି ଅସୁବିଧାରେ ପଡିଲା ମତେ ଉତ୍ତର ଦେ। ଭଗବାନ ରାମ ଉତ୍ତର ଦେଲେ କହିଲେ ମା ମୁଁ ଚାହିଁଥିଲେ ଲକ୍ଷ୍ମଣ ଦେହରେ ହାତ ମାରିଥିଲେ ବଞ୍ଚିଥାନ୍ତି ଗୋଟେ ଗୁଳିରେ ଏ କହିଲା ଲଙ୍କା କଟକରେ ଥିଲା ନାହାରୀ ଲଙ୍କା କଟକରେ ଗୋଟେ ନାରୀ ଥିଲା ତା ନାଁଟା ହଉଛି ଏକସ୍ତନୀ। ସେ ଅଭିଶାପ ପାଇଛି ଯେ ଲକ୍ଷ୍ମଣ ଶକ୍ତିଘାତ ହେଲେ ସିଏ ବିଶଲ୍ୟକରଣୀ ରସ ସାଙ୍ଗରେ ତା ନିଜର ଗୋଟିଏ ସ୍ତନର ରସ ବୋଲେ କ୍ଷୀର ସେ କ୍ଷୀରକୁ ନେଇ ଯଦି ଚିପୁଡି ଦବ ରସ ବୋଲେ ଅର୍କ ଯଦି ଲକ୍ଷ୍ମଣ ଦେହରେ ଦବ ଲକ୍ଷ୍ମଣ ବଞ୍ଚିବ ଆଉ ଏକସ୍ତନୀ ନାରୀ ଉଦ୍ଧାର ହବ। ଆଉ ଗୋଟିଏ ନାରୀ ଥିଲା କହିଲା ବିଷ୍ଣୁ ଦାସ ଭାର୍ଯ୍ୟା ନାରୀ ସତୀ ଅନସୂୟା